ସମସ୍ତଙ୍କୁ ପ୍ରେଜ୍ ଲର୍ଡ ଖ୍ରୀଷ୍ଟ ପ୍ରେମ ନମସ୍କାର। ପ୍ରଭୁ ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପ୍ରାର୍ଥନା ପଦେ କରିକି ମୁଁ ପ୍ରଭୁଙ୍କର ବାକ୍ୟ କହିବି। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର, ତେ ମହାନ ଧନ୍ୟବାଦ ଯୀଶୁ ପ୍ରଭୁ। ଆଜି ସୁନ୍ଦର ସମୟ ଦେଲେ ବାବା ପ୍ରଭୁ, ତୁମରି ଚରଣରେ ଆସିବରେ ବାପା ପ୍ରଭୁ, ତୁମରି ପବିତ୍ର ବାକ୍ୟ ମୁଁ ଅନଲାଇନ୍ ମାଧ୍ୟମରେ କହିବାକୁ ଯିବା ପ୍ରଭୁ। ପବିତ୍ର ଆତ୍ମା ସାହାଯ୍ୟ ବାପା, ତୁମରି ବାକ୍ୟ ଅଛି, ତୁମର ଜୀବନ ଅଛି ବାପା ପ୍ରଭୁ। ଏହି ବାକ୍ୟ ଶୁଣିକି ଅନେକ ଲୋକ ପରିବର୍ତ୍ତନ ପ୍ରଭୁ। ପବିତ୍ର ଆତ୍ମା তুমি সাহায্য করে প্রভু, মুই কিছু না প্রভু, তুমি পবিত্র আত্মা মুখ দ্বারা কথা ধন্যবাদ যিশু প্রভু। প্রার্থনা শুনি যত ছোট প্রার্থনা প্রভু যিশু আগুছি আমেন। আজ টপিক ଅଛି ପରମେଶ୍ୱର ଯାହାକୁ ଶାସନ କରନ୍ତି ସେ ମନୁଷ୍ୟ ଧନ୍ୟ। ପରମେଶ୍ୱର ଆମେ ଯାହାକି ଜଗତରେ ଯେମିତି ଗୋଟିଏ ଚଲୁଅଛୁ, ଯେମିତି ଗୋଟିଏ ନିଜ ପିତା ମାତା ପୁଅ ଝିଅ ଯେମିତି ଯତ୍ନ, ଯେଉଁ ପୁଅ ଉତ୍ତମ ଭାବରେ ବଢ଼ୁଛି, ଭଲ ଚାଲୁଛି, ତାହାକୁ ପିତା ମାତା ବି ଶାସନ କରୁଛନ୍ତି। କ'ଣ ପାଇଁ? ଭଲ ରାସ୍ତାରେ ଯିବା ବୋଲିକି। ସେଇଭଳିଆ ଆଜି ଆମେମାନେ ପ୍ରଭୁ ଯୀଶୁକୁ ବିଶ୍ୱାସ କରୁଅଛୁ, ପରମେଶ୍ୱରକୁ। ପରମେଶ୍ୱର ଯାହାକୁ ଶାସନ କରନ୍ତି ସେ ମନୁଷ୍ୟ ଧନ୍ୟ। ଆମେ ଯଦି ପରମେଶ୍ୱରକୁ ବିଶ୍ୱାସ କରୁଅଛୁ, ଆମକୁ ପରମେଶ୍ୱର ଶାସନ କରିବେ। ଯଦି ପ୍ରକୃତିରେ ପରମେଶ୍ୱର ବିଶ୍ୱାସ, ଆମକୁ ବହୁତ ବିପଦ ସମସ୍ୟା ଆସିଲେ ବି ଆମ କାହିଁକି ପ୍ରଭୁଙ୍କ ଲାଗିବ। ଜଣେ କେତେବେଳେ ପରମେଶ୍ୱର ଖୋଜୁଛି, କେତେବେଳେ ପ୍ରଭୁଙ୍କ ପାଖକୁ ଆସୁଛି, ପରମେଶ୍ୱର ପାଖକୁ, ଯୀଶୁ ଖ୍ରୀଷ୍ଟ ପାଖକୁ, ଯେତିକି ବିପଦ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି, ସେ ସମୟରେ ସେ ପରମେଶ୍ୱରକୁ ଖୋଜୁଅଛନ୍ତି। ଆମେ ଜିମା ଯାକୁବ ଆୟୁବ ପୁସ୍ତକ 5:17 ଲେଖା ଅଛି। ଆୟୁବ ପୁସ୍ତକ 5:17 ଲେଖା ଅଛି, ଦେଖ ପରମେଶ୍ୱର ଯାହାକୁ ଶାସନ କରନ୍ତି ସେ ମନୁଷ୍ୟ ଧନ୍ୟ। ଦେଖ, ଯେଉଁ ଯାହାକୁ ଶାସନ କରନ୍ତି ସେ ମନୁଷ୍ୟ ଧନ୍ୟ। ଆମେ ପ୍ରଭୁ ଯୀଶୁକୁ ଜାଣିଅଛୁ, ଆଉ ଶାସନ କଲେ ବିଭିନ୍ନ ପ୍ରକାର ସମସ୍ୟା ଦେଇକି ଆମେ ଚାଲିବାର ଅଛି। ଯେତିକି ବେଳକୁ ପରମେଶ୍ୱର କାହାକୁ ପରୀକ୍ଷା କରିଥିଲେ, ଯେତିକି ବେଳକୁ ଆଇବକୁ ପରମେଶ୍ୱର ଯେତିକି ବେଳକୁ ଆଇବ ପାଖକୁ ଯେତିକି ବେଳକୁ କିଏ ଆସିଥିଲା? ଶୈତାନ ଆସିଥିଲା। କାହାର ପାଖରେ ଆଜ୍ଞା ନେଇକି ଆସିଲା? ପ୍ରଥମେ ପରମେଶ୍ୱର, ଯା ତୁଇ ମୋର ସନ୍ତାନ ଚେକ୍ କରିବୁ ତ, ପରୀକ୍ଷା କରୁ ଯା ବୋଲିକି। ସେଇଭଳି କାମ ହେଲା। ଦେଖ ପରମେଶ୍ୱର ଯାହା ଶାସନ କରେ ସେ ମନୁଷ୍ୟ ଧନ୍ୟ। ଆଜି ଆମେ ଶାସନ କରୁଛନ୍ତି, ନିନ୍ଦା କରୁଛନ୍ତି, ତାଡ଼ନା କରୁଛନ୍ତି, ବିଭିନ୍ନ ପ୍ରକାର ସମସ୍ୟା, ଆଜି ଆମେ ଧନ୍ୟ। କାହିଁ ଲାଗି? ଯେତିକି ଆମର ସମସ୍ୟା ଆସିବା, ଯେତିକି ଅସୁବିଧା ଆସିବା, ସେତିକି ଆମେ ପ୍ରଭୁଙ୍କ ସହିତ ଲାଗି ରହିପାରିବା। ହାଲେଲୁୟା। ସେଥିପାଇଁ ଆମେମାନେ ଦୁଃଖ କରିବାର ନାହିଁ। ଆମେ ଦେଖିବା ତାପରେ, ଯେହେତୁ ତୁମେ ସର୍ବଶକ୍ତିମାନ ଶାନ୍ତି ତୁଚ୍ଛ ନ କର। ଯେହେତୁ ପରମେଶ୍ୱର ଆମକୁ ଶାନ୍ତି ଦେଇଛନ୍ତି, ଆଶୀର୍ବାଦ ଦେଇଛନ୍ତି, ଆମେ ଚାହିଁ ସେଟା ତୁଚ୍ଛ କରିବାର ନାହିଁ। ପ୍ରଭୁ ମହାନ, ସେ ଜୀବିତ ପରମେଶ୍ୱର, ସେ ଯେନ ଆମକୁ ଆଶୀର୍ବାଦ, ଆମେ ତାକୁ ତୁଚ୍ଛ କରିବାର ଅସ୍ୱୀକାର କରୁ ନାହିଁ। ଆମର ଭୁଲ ଥିବା ଦ୍ୱାରା ବି ବହୁତ ସମସ୍ୟା ଅଛି। ପ୍ରଭୁ ଆମକୁ କେବେ ବି ଅସୁବିଧା କରିବେ ନାହିଁ। ବାକ୍ୟ ଲେଖା, ଯିଏ ଲାଙ୍ଗୁର ବୋଲି କହିବ ପ୍ରଭୁ ତାକୁ ମସ୍ତକ କରୁ, ଯିଏ ନିଚ ବୋଲି ଭାବୁଛ ପ୍ରଭୁ ତାହାକୁ ଉଠାଇବେ। ସେଇଭଳିଆ ଆମେ ପ୍ରଭୁକୁ ସର୍ବଦା ଧନ୍ୟବାଦ ଦେବାର ଅଛି। ପ୍ରଭୁ ହିଁ ଜୀବିତ ପରମେଶ୍ୱର। ପ୍ରଭୁ ଆଜି ଆମମାନଙ୍କୁ ବି ଶାସନ କରୁଛନ୍ତି, ଯାହାକି ଆମର ସ୍ୱଭାବ, ଆମର ବ୍ୟବହାର ଉତ୍ତମ ଭାବରେ ହେବା ପାଇଁ। ହାଲେଲୁୟା। ଆଉ ଗୋଟେ ବାକ୍ୟ ଦେଖିବା ଆମେ, ଗୀତ ସଂହିତା 94:13 ଲେଖା ଅଛି, ତୁମ୍ଭେ ଯାହାକୁ ଶାସନ କର ଓ ଆପଣା ବ୍ୟବସ୍ଥାରୁ ଶିକ୍ଷା ଦିଅ ସେ ଲୋକ ଧନ୍ୟ। ତୁମ୍ଭେ ଯାହାକୁ ଶାସନ କର। ଆଜି କାହାକୁ ବେଶୀ ଶାସନ କରୁଛନ୍ତି?
ଯେଉଁମାନେ ପ୍ରଭୁ ଯୀଶୁକୁ ଜାଣିଛନ୍ତି, ଯେଉଁମାନେ ପରମେଶ୍ୱରକୁ ଜାଣି ସେମାନେ ବେଶୀ ଶାସନ କରୁଛନ୍ତି ଓ ଶାସନ କରୁ ଓ ଆପଣା ବ୍ୟବସ୍ଥା ଶିକ୍ଷା ଦିଏ। ଯେଉଁମାନେ ବେଶୀ କଷ୍ଟ ତାଡ଼ନ ପାଉଛନ୍ତି ସେମାନେ ହିଁ ଶିକ୍ଷା ଦିଅନ୍ତି, କାରଣ ସେମାନେ ଧୈର୍ଯ୍ୟ ଧରିକି ଆଗକୁ ଚାଲନ୍ତି। ଆଇବକୁ ଦେଖ, ଆଇବ କି ଅବସ୍ଥା ଥିଲା, ଯାହାକି ଦାନିଏଲ କି ଅବସ୍ଥା। ଆଇବକୁ ତାର ପ୍ରଥମେ ଧନ ସମ୍ପତ୍ତି ସବୁ କିଛି ଚାଲିଗଲା, ତାପରେ ତାର ପୁଅ ଝିଅ ମରିଗଲେ, ତାପରେ ନିଜ ସ୍ତ୍ରୀ କଲେ ପରମେଶ୍ୱରକୁ ପରିତ୍ୟାଗ କରି ତଥାପି ଆଇବ ଅସ୍ୱୀକାର କଲା ନାହିଁ, ପ୍ରଭୁକୁ ଧନ୍ୟବାଦ ଦେଲା। ସେଇଭଳିଆ ଆମମାନେ ଆପଣା ବ୍ୟବସ୍ଥା ଶିକ୍ଷା ଦିଏ ପ୍ରଭୁଙ୍କର ବାକ୍ୟ ଦ୍ୱାରା, ସେ ବାଇବେଲ ଦ୍ୱାରା ଆଜି ପ୍ରଭୁ ଆମକୁ ଶିକ୍ଷା ଦିଅନ୍ତି। ଆଜି ସେ ପ୍ରଭୁଙ୍କର ବାକ୍ୟ ଦ୍ୱାରା ଆଜି ଆମେ ସତର୍କ ହୋଇଅଛୁ। ହାଲେଲୁୟା। ସେ ଲୋକ ଧନ୍ୟ ଯେଉଁମାନେ ଶାସନ ପାଉଛନ୍ତି, କଷ୍ଟ ପାଉଛନ୍ତି, ନିନ୍ଦା ପାଉଛନ୍ତି, ସେମାନେ ହିଁ ଧନ୍ୟ। ଦେଖ ଯେତେବେଳେ ଦାନିଏଲକୁ କିଭଳିଆ ପରୀକ୍ଷା ଦାନିଏଲକୁ ଆସିଥିଲା, ସେଇଭଳିଆ ଦାନିଏଲକୁ ଅଗ୍ନିରେ ଜଳା ଯାଇଥିଲା, ସିଂହ ଗାତରେ ପରା, ଯାହାକି ଯୋସେଫଙ୍କ ବିଷୟରେ ଯେଉଁମାନେ ସେ ଲୋକ ଧନ୍ୟ ଯେଉଁମାନେ ପ୍ରଭୁଙ୍କ ଲାଗି ନିନ୍ଦା ତାଡ଼ନା କଷ୍ଟ ସମସ୍ୟା ସାମ୍ନା କରିକି ଆଗକୁ ବଢ଼ୁଅଛନ୍ତି, ସେମାନେ ହିଁ ପ୍ରଭୁଙ୍କର ସନ୍ତାନ ହୋଇପାରିବେ, ସେମାନେ ହିଁ ଧନ୍ୟ ହେବେ। ଯାହାକି ଆଜି ଆମେ ପ୍ରଭୁଙ୍କ ଲାଗି କେତେ ନିନ୍ଦା ତାଡ଼ନା ସମସ୍ୟା ଦେଇକି ଆଗକୁ ବଢ଼ୁଅଛୁ, ଆମେମାନେ ହିଁ ପ୍ରଭୁଙ୍କର ସନ୍ତାନ, ଆମେ ଧନ୍ୟ। ଆଜି ଜଗତ ଲୋକ ଆମକୁ ଯାହା କହିବେ ବି ଆମେ ଭୟ କରିବାର ନାହିଁ। ଏହି ଜଗତ ଆମକୁ ଆଶୀର୍ବାଦ ଦେଇପାର ନାହିଁ, ସାନ୍ତ୍ୱନା ଦେଇପାର ନାହିଁ, ଯାଇ ସୁଖ ରଖିପାର ନାହିଁ। କେବଳ ପରମେଶ୍ୱର ଜଣେ, ପରମେଶ୍ୱର ବିନୁ କେହି ଆମକୁ ସାନ୍ତ୍ୱନା ଦେଇପାରିବେ ନାହିଁ। ପରମେଶ୍ୱର ହିଁ ଆମକୁ ବାଛି ଅଛନ୍ତି। ହାଲେଲୁୟା। ଆମେ ଯିମା ଏବ୍ରୀ ପୁସ୍ତକ 12:6 କ'ଣ ଲେଖା ଦେଖିବା। କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ର ସେ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି। ଏବ୍ରୀ 12:6 ଲେଖା କାଁ ଭଳି, କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହାକୁ ପ୍ରେମ କରୁଛନ୍ତି ତାକୁ ଶାସନ କରନ୍ତି। କ'ଣ ପାଇଁ ଶାସନ କରୁଛନ୍ତି ଜାଣିବାର ଅଛି। ଆଜି ଅନେକ ପ୍ରିୟ ବିଶ୍ୱାସୀମାନେ ବୁଝି ନାହାନ୍ତି, ବାପା ମା ଭାଇ ଭଉଣୀମାନେ କାହିଁକି ଶାସନ କରି। ଯେତେବେଳେ ଆମେ ଯେତିକିବେଳେ ଆମେ ନିଜ ପୁଅ ଝିଅକୁ ଯେତିକିବେଳେ ଆମେ କାହିଁକି ଗୋଟେ ଦଣ୍ଡ ଦେଉଛୁ, ତାହା କାହିଁ ଲାଗି ବାଡ଼ଉଛୁ, ତାହା କ'ଣ ପାଇଁ? ସେ ଯେତେବେଳେ ଭୁଲ ରାସ୍ତାକୁ ଯାଉଛି, ଖରାପ ରାସ୍ତାକୁ ଯାଉଛି, ସେ ଖରାପ ରାସ୍ତାରୁ କେମିତି ସେ ଫେରବା ବୋଲିକି ଆମେ ତାକୁ ଶାସନ, ପନିଶମେଣ୍ଟ, ଦଣ୍ଡ ବିଭିନ୍ନ ପ୍ରକାର ସମସ୍ୟା କରିଥାଉ। ଆଜି ଆମେ ଯେତେକ ବିଶ୍ୱାସୀ ମାନେ ଆଜି ସେଇଭଳି ଆମମାନଙ୍କୁ ପ୍ରଭୁ ବି ଶାସନ କରନ୍ତି। ଖାଲି ବିଶ୍ୱାସୀ ମାନଙ୍କୁ ନାହିଁ, ଆଜି ଆମର ସେବକମାନଙ୍କୁ ବି ପ୍ରଭୁ ଶାସନ କରୁଅଛନ୍ତି। ଯେହେତୁ ମୋର ଗୋଟେ ସନ୍ତାନ କି ମୋର ଗୋଟେ ପ୍ରିୟ ଦାସ ଯେମିତି ଗୋଟେ ଖରାପ ରାସ୍ତାକୁ ନ ଯାଉ, ଉତ୍ତମ ରାସ୍ତାରେ ଭଲ ରାସ୍ତାରେ ଚାଲୁ ବୋଲିକି ପ୍ରଭୁ ଶାସନ କରନ୍ତି। ହାଲେଲୁୟା। ଯେତିକି ଲୋକ ଆମକୁ ଶାସନ କରିବା ସମସ୍ୟା ପଡ଼ିବା, ଆମେ ଯଦି ପ୍ରଭୁଙ୍କ ସହିତ ଅଛୁ, ପ୍ରଭୁ ମୋର କ'ଣ ଭୁଲ ହେଲା, ମୋର କ'ଣ ଅପରାଧ, ପ୍ରଭୁ ମୋର ବ୍ୟକ୍ତିଗତ କ'ଣ ଭୁଲ ଅଛି, ପ୍ରଭୁ ମୋତେ କ୍ଷମା କର ବୋଲି ପ୍ରଭୁକୁ ଆମେ କହିବାର ଅଛି। ପ୍ରଭୁକୁ କହିଲେ ପ୍ରଭୁ କ୍ଷମା ଦେବେ। ହାଲେଲୁୟା। ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରେ ତାହାକୁ ପ୍ରହାର କରନ୍ତି। ପୁଣି ଯେଉଁ ପୁତ୍ର ସେ ଗ୍ରହଣ କରେ ତାହାକୁ ଯିଏ ପରମେଶ୍ୱର ଯେଉଁ ପୁତ୍ର କି ପୁଅ ଝିଅ କି ଯାହାକୁ ପ୍ରଭୁ ଗ୍ରହଣ କରି ତାହାକୁ ପ୍ରହାର କରନ୍ତି। କ'ଣ ପାଇଁ? ସେଟା ଭଲ ରାସ୍ତାରେ ଚାଲବା ବୋଲି। ଯେଉଁମାନେ ବାପା ମା ନିଜର ପୁଅକୁ କ'ଣ ପାଇଁ ବାଡ଼ଉଛନ୍ତି? ସେ ପୁଅ କି ଝିଅ ଯେତିକି ଲୋକ ଖରାପ ରାସ୍ତାକୁ ଯାଉଅଛି, ସେଥିପାଇଁ ବାପା ମା ତାକୁ ବାଡ଼ି ଧରି ବାଡ଼ଉଛନ୍ତି।
ଯେ ମୋର ପୁଅ ଝିଅ ଆଗାମୀ ଦିନ ଭବିଷ୍ୟତରେ ଭୁଲ ରାସ୍ତାକୁ ଯିବେ ନାହିଁ ବୋଲିକି। ସେଇଭଳିଆ ଆଜି ପ୍ରଭୁ ଆମମାନଙ୍କୁ ବାଛି ଅଛନ୍ତି। ଆଜି ଆମ ପ୍ରଭୁ ପ୍ରହାର କରୁଛନ୍ତି। ପ୍ରଭୁଙ୍କ ବାକ୍ୟ ମାଧ୍ୟମରେ, ଦର୍ଶନ ମାଧ୍ୟମରେ, ସ୍ୱପ୍ନ ମାଧ୍ୟମରେ ଆମକୁ ପ୍ରହାର କରୁଛନ୍ତି, ଯାହାକି ଆମେ ଭଲ ରାସ୍ତାରେ, ଭଲ ପରମେଶ୍ୱର ଇଏରେ, ପ୍ରଭୁ ଯୀଶୁଙ୍କର ପଥରେ, ଯୀଶୁଙ୍କ ଇଏରେ ଚାଲିବା ଲାଗି। ହାଲେଲୁୟା। ତାପରେ ଆମେ ଦେଖମା 7 ନମ୍ବରରେ ଗଲି, ଶାସନ ଉଦ୍ଦେଶ୍ୟ ତ ତୁମ୍ଭେମାନେ କ୍ଲେଶ ସହ୍ୟ କରୁଅଛ। ଈଶ୍ୱର ତୁମମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ଏପରି ପୁତ୍ର କିଏ ଅଛି? ଶାସନ ଉଦ୍ଦେଶ୍ୟ ତୁମେମାନେ କ୍ଲେଶ ସହ୍ୟ କରୁଅଛ। ଯେନ୍ ପରମେଶ୍ୱର ଆମକୁ ଶାସନ ଦେଉଛନ୍ତି, ଆଜି ଅନେକ ବିଶ୍ୱାସୀ ମାନେ ସହ୍ୟ କରିପାରୁନାହାନ୍ତି। ସହିବାର ଶକ୍ତି ନାହିଁ, ଧୈର୍ଯ୍ୟ ନାହିଁ, ବିଭିନ୍ନ ପ୍ରକାର ସମସ୍ୟା। ଆମେ ଯେତିକି ପ୍ରଭୁ ଯୀଶୁ ଆମକୁ ସୁସ୍ଥତା ଦେଇଥିଲେ କେତେ ଆନନ୍ଦ କରୁଥିଲା। ଯେତିକି ପ୍ରଭୁ ଯୀଶୁ ଆମକୁ ଶାସନ ଦେଲେ ଆମେ କାହିଁକି ଡରମା? ଆମେ ଗୋଟେ ଚିନ୍ତା କରମା ଯୋସେଫଙ୍କ ବିଷୟରେ। ଯୋସେଫର ପରିବାର 12ଟା ଭାଇ ଥିଲେ। ତା 12ଟା ଭାଇ, ତା ବାପା ମା ତା କି ଭଳିଆ କଷ୍ଟ ଦେଲେ। ଯୋସେଫ ତଥାପି ପରମେଶ୍ୱରକୁ ପରିତ୍ୟାଗ କରିନଥିଲା। ଯୋସେଫ ସେତିକି କଷ୍ଟ ସହିଥିବା ଦ୍ୱାରା ସେ ରାଜା ହେଇପାରିଲେ। ଆଜି ଆମେ ଧୈର୍ଯ୍ୟ ଅଛି କି? ଆମେ ନିଜକୁ ନିଜେ ଚିନ୍ତା କରିବାର ଅଛି। ଆପଣମାନେ ଚିନ୍ତା କରନ୍ତୁ। କଣ ଶାସନ ଉଦ୍ଦେଶ୍ୟ ତୁମେମାନେ କ୍ଲେଶ ସହ୍ୟ କରୁଅଛ। ଆଜି ଆମେ କ୍ଲେଶ ସହ୍ୟ କରୁଅଛୁ କି? ନାଇଁ ଆଜ୍ଞା, ନାଇଁ ସାର୍, ନାଇଁ ପାଳକ ଆଜ୍ଞା, ମୋତେ ଏମିତି କଲେ, ତାହେଲେ ପ୍ରାର୍ଥନା କର ଯେମିତି ସେ ଆଗାମୀ ମତେ ବିରୋଧୀ କରିବ ନାହିଁ। ଯଦି ଆମେ ଯୀଶୁକୁ ପାଖକୁ ଆସିଛୁ, ଆମର ପଛରେ ଶୈତାନ ଗୁଡ଼ାଉଛି। ଇଏ କୋଉ ଜାଗାରେ ପଡ଼ିଯିବ ବୋଲିକି ଶୈତାନ ଝିକିବା ଲାଗି ଚାହିଁବ। କିନ୍ତୁ ଶୈତାନ ଆମେ ସାମ୍ନାରେ, ଏ ଶୈତାନ ଯୀଶୁଙ୍କ ନାମରେ ଦୂର ହବ ବୋଲି କହିବାର ଅଛି। ମୁଇଁ ଘାଇ ଯେତିକି ଆସୁଛି ମୋର ପାଇଁ ସମସ୍ୟା, ଯେତିକି ମୋର ତାରନା ଆସୁଛି, ଯେତିକି ସମସ୍ୟା ଆସୁଛି, ମୁଇଁ ଧୈର୍ଯ୍ୟ ଧରିକି ରହିଛି। ଯାଇଥିଲି କାଲି ଗୋଟେ ଗାଁ ଜାଗାକୁ ମାଛ ନେଇ ଯାଇଥିଲି। ମୁଇଁ ସେଠି ଯେତିକି ମାଛ ନେଇଗଲି, ସେଠି ସବୁ ଝିଅ ଖ୍ରୀଷ୍ଟିଆନ ବୋଲି ମୋତେ କହିଲେ, ତୁଇ ଛାଡ଼ି ତୁଇ ହିନ୍ଦୁସ୍ତାନ ହିନ୍ଦୁ ଲୋକମାନଙ୍କରେ ଅଛୁ, ତୁଇ କାହିଁ ଲାଗି ସେ ବାହାର ଇଏକୁ ଯାଉଛୁ? ମୁଇଁ କହିଲି ପରିତ୍ରାଣ ଦେବାର ଏକମାତ୍ର ଯୀଶୁ ଖ୍ରୀଷ୍ଟ ବିନୁ ଆଉ କେହି ଦେଇପାରିବେ ନାହିଁ। ସେତିକି ବୋଲ କେତେ ଦୁଃଖ ଲାଗ, କେତେ ଲଜ୍ଜା। ମୁଇଁ ବୋଇଲି ଯେତେବେଳେ ଅଧିକ କହିଲେ, ମୁଇଁ ବୋଇଲି ମୁଇଁ କିଛି ଜାଣି ନାହିଁ, ତମେ ବହୁତ ଜ୍ଞାନୀ। ଯିଏ ଯୁକ୍ତି କରୁ ଆମେ ସେଠି କିଛି କରିନା, ସାଇଲେନ୍ସ ହେଇଗଲେ। ସେତିକି ବୋଲେ ଭାବବାର ଅଛି, ଇନେ ମୋତେ ଶାସନ ଅଛି, ମୋତେ ଏଇନେ ପ୍ରଭୁ ସାହାଯ୍ୟ କରୁଛନ୍ତି। ପ୍ରଭୁଙ୍କର ଆତ୍ମା ଥିଲେ ଯେତେବେଳେ ଆମେ ଫଳ ଫଳିଥିବା, ଯେତେବେଳେ ଗୋଟେ କଥା କହୁଛି, ଉଦାହରଣ ଦେଇ ଆପଣ ଦୁଃଖ ଭାବନ୍ତୁ ନାହିଁ। ଯେତିକି ଗୋଟେ ଆମ୍ବ ଗଛରେ ଆମ୍ବ ଫଳିଥିବା, ସେ ଜାଗାକୁ ସମସ୍ତେ ଯାଆନ୍ତି। ଆମ୍ବ ନଥିଲେ ସେ ଜାଗାକୁ କେହି ଯିବେ ନାହିଁ। ସେଇଭଳିଆ ଆଜି ପ୍ରକୃତିରେ ଯଦି ଆମେ ଯୀଶୁ ଖ୍ରୀଷ୍ଟକୁ ଜାଣିଛୁ, ଆମେ ଚାଲିଲା ଜାଗାରେ, ବସିଲା ଜାଗାରେ, ଉଠିଲା ଜାଗାରେ ଆଉ ତା ନିନ୍ଦା ତାରନା ସମସ୍ୟା ବିଭିନ୍ନ ପ୍ରକାର ଆଇବ। ଆପଣ ପ୍ରକୃତିରେ ପ୍ରଭୁ ଲାଗି ରୁହନ୍ତୁ। ମୁଇଁ ପ୍ରଚାର କରି ନାହିଁ, ଆଜି ମୋ ଲାଇଫରେ ବହୁତ ନିନ୍ଦା ତାରନା ସମସ୍ୟା କଷ୍ଟ। ମୁଇଁ ଭାବୁଛି ଯେ ମୁଇଁ ମନେ ପକେଇছি ଗୋଟେ ଚାଷୀକୁ। ଯେତେବେଳେ ଚାଷ କରୁଛି, ଯେତେବେଳେ ନଙ୍ଗଳ କଣ୍ଠି ଧରି ବିଲରେ ଜମିରେ ହଲ ଧରୁଛି, ସେ କେତେ କଷ୍ଟ କରୁଛି। ତାପରେ 4 ମାସ ପରେ ସେ ଫଳ ପାଉଛି, 6 ମାସ ପରେ। ସେଇଭଳି ଆମେ ମନେ ପକେଇବାର ଅଛି। ଆମେ ଧୈର୍ଯ୍ୟ ଧରିବାର ଅଛି। ଯଦି ଧୈର୍ଯ୍ୟ ନାହିଁ, ଆମେ ପ୍ରଭୁଙ୍କ ସହିତ କିଛି ଲାଭ ନାହିଁ। ପ୍ରକୃତିରେ ଯେଉଁମାନେ ପ୍ରଭୁଙ୍କ ସହିତ ଧୈର୍ଯ୍ୟ ଧରିବେ, ସେମାନେ ପ୍ରଭୁଙ୍କର ମିଠା, ପ୍ରଭୁଙ୍କର ସନ୍ତାନ ହେଇପାରେ। ହାଲେଲୁୟା। ଯାହାକି ଆଜି ବି
मोर पाए भी तारण अछि आज भी এই জগতরে যে সুখ ନାହିଁ এই জগত হচ্ছে দুনিয়া স্বার্থপর কেবল परमेश्वर आम केते ना प्रेम करे ताकर अद्वितीय पुत्र को दान कले से जीशु द्वारा आज सारा मानव जाति बंची अच्छु जीशु रक्त द्वारा जीशु जदि एते कष्ट पाइले एते मार खाइले एते पहरा छात खाइले आम लाई कालवीर कुशर बुलटू हेले ता रक्त द्वारा जे बंची अच्छु आमे गोटे किए आम गोटे भी आम गोटे साधारण मनीष प्रभुंर अनुग्रह द्वारा आज मैंने धैर्य पाइछु प्रभु ये आज मैंने निंदा ताड़ना शासन आसूची आम प्रभु जीशु को भूली जाऊँ सेमती भूलबार ना धैर्य धरबार अच्छे धैर्य धर आगे गोटे धैर्य धर आग को प्रभु व्यवहार करेंगे गोटे धैर्य धर आग प्रभु जी समस्या से सामना कर चल प्रभु तुमको व्यवहार करेंगे हालेलुया। ईश्वर तुम मान सहित पुत्र तुल्य व्यवहार करुअछंदी ईश्वर आमरा पुत्रर तुल्य निज पुओ झियो भलिया करुअछंदी ईश्वर बिनु किए निज पुओ जेमिति गोटे पुओ कि गोटे झियो माँ पाखरे बापा पाखरे कौन से असुविधा नहीं से ईश्वर आज आ निज संतान भलिया व्यवहार करुअछंदी ईश्वर चाहते मोर संतान गोटे खराब रास्ता को न जानतु से आमर साथी सर्वदा अच्छा आमे घाए घाए निज बुद्धि निजर ज्ञान रे निज ये रे पलाउचु से लगी इने कौन गला ईश्वर द्वारा सहित पुत्र तुल्य व्यवहार करुअछन्ति कारण पिता जहाँ शासन करती एपरी पुत्र किए अच्छी पिता जहाँ शासन एपरी पुत्र किए अच्छी जदि आज आमे माने से ईश्वरंगर पुत्र ईश्वरंगर संतान ईश्वरंगर भाज्या ईश्वरंगर सबु किछि केवल ईश्वर आम शासन करुअछन्ति आमे से जगार धैर्य धरिकी रहिबार अछि तापर आमे उत्तम संतान हमा जीशुंगर पुत्र हो पारमा जीशुंगर सबु किछि हो पारिमा हालेलुया। तापर आमे 9 नंबर देखमा एवरी पुस्तक 12:9 रे कोन गाडी आहुरी मध्य आममानकर शासनकारी आममानकर शरीर पितृगण को आममान समादर करो तेबे आत्मांगर पितांगर वर केते अधिक रूपे वशीभूत हो जीवन प्राप्त न हबो आहरी देख इन केते सुंदर लेखाला 9 नंबर आहरी मध्य आमान शासनकारी आमान शारीरिक पितृगण आमान समादर करो जे आज जगत रे आमर शारीरिक जेन ए जगत रे बापा माँ भी अच्छे बंधु बांधव से जितके समादर कर आज्ञा पालन करचु जमीन एवं प्रधानमंत्री अच्छी कि मुख्यमंत्री अच्छी आम से कथा जी मानुछु जी दंड देले कि जी समस्या है कथा आज्ञा बहिकी चलु ये जगत से मानिक चलु सह्य करिकी भल बाबू भल पिला भल परिवार बोलुछन्ति तापर 2 नंबर कौन कहला तेबे आत्मांगर पितांगर पर केते अधिक रूपे बसी रही जीवन यापन प्राप्तन हबो जे आत्मांग पिता से आत्मांग पिता किए जीशु ख्रीष्ट से जीशु ख्रीष्ट को यदि आमे से नाई यदि मानिकी चलमा प्रभु जीशु केते ना हमको आशीर्वाद करेंगे केते ना खुशी हो जा हो मोर संतान मो लगी केते सहयोग कर मोर आज्ञा पालन करके चालू अच्छी बोले जो आम जागत्य कथा मानी पारना कहे लगी जीशुंगर कथा मानी पारिबा जीशुंगर कथा जी मानुजी जीशुंगर आज्ञा जी मानुजी से ही धन्य आज अनेक अनेक आज्ञा मानि पार अनेक ये जनकर अंदर रही पार जनकर अधीन रही पार जदि जे जीशुंगर अधीन रहिबो नाही से किछि नाही
ଯେ ଯୀଶୁଙ୍କର ଅଧୀନରେ ରହିବ ସେ ହିଁ ଧନ୍ୟ ହେବ, ସେ ଈଶ୍ୱରଙ୍କ ସନ୍ତାନ, ସେ ଯୀଶୁଙ୍କର ସନ୍ତାନ ହେଇପାରିବ, ନହେଲେ କଦାପି ସେ ହେଇପାରିବ ନାହିଁ। ସେ ଉତ୍ତମ ଜ୍ଞାନ ପାଇବ, ଉତ୍ତମ ବୁଦ୍ଧି ପାଇବ, ତାର ପରିବାର ଆଶୀର୍ବାଦ ହେବେ। ହାଲେଲୁୟା। ଆଉ ଗୋଟେ ବାକ୍ୟ 12 ଏବ୍ରୀ ପୁସ୍ତକ 12:10 କରିକି ସମାପ୍ତ କରିବି। କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦ୍ୱାରା ସେମାନେ ଅଳ୍ପ ଦିନ ନିମନ୍ତେ ଆମମାନଙ୍କୁ ଶାସନ କଲେ, କିନ୍ତୁ ଆମେମାନେ ଯେପରି ତାହାଙ୍କର ପବିତ୍ରତାରେ ସହଭାଗୀ ହଉ, ଏଥିପାଇଁ ସେ ଆମମାନଙ୍କୁ ମଙ୍ଗଳରେ ଶାସନ କରନ୍ତି। କ'ଣ ହେଲା? କାରଣ ସେମାନେ ଯେପରି ବିହିତ ବୋଧ ହେଲା, ତଦ୍ ଅନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମମାନଙ୍କୁ ଶାସନ କଲେ। ବିହିତ ଅଳ୍ପ ଦିନ, ବିହିତ ବୋଧ ହେଲା, ତଦ୍ ସେମାନେ ଅଳ୍ପ ଦିନ ନିମନ୍ତେ ଆମମାନଙ୍କୁ ଶାସନ। ଆମମାନଙ୍କୁ ଆମେ ଯେତେକ ପ୍ରଭୁ ଯୀଶୁକୁ ଜାଣିଛୁ, ଅଳ୍ପ ଦିନ, କିଛି ମାସ, କିଛି ବର୍ଷ, କିଛି ଦିନ, ସବୁଦିନେ ଶାସନ କଲେ ସବୁଦିନ ଆମକୁ ସମସ୍ୟା ଆସିବ ନାହିଁ। ମୁଁ ଅନୁଭବ କରୁଛି, ମୁଁ ବାରମ୍ବାର କହୁଛି, ମୁଁ ଗୋଟିଏ ପ୍ରପର ହିନ୍ଦୁ ଏରିଆରୁ ମୋର ଆଖପାଖରେ ଖ୍ରୀଷ୍ଟିଆନ ପାଇଲା ବହୁତ କଷ୍ଟକର। ଏବେ ବି ମୋର ପଛରେ ତାରଣା ଆସୁଛି। ଏବେ ବି ଅନେକ ଜାଗାରେ କହୁଛନ୍ତି, କେବଳ ମୁଁ ଭାବୁଛି ଯେ ସତ୍ୟ ହିଁ ମୁକ୍ତି କରିବ, ସତ୍ୟ ହିଁ ସ୍ୱତନ୍ତ୍ର, ସତ୍ୟ ହିଁ ସ୍ୱାଧୀନ ଦେବ। ସତ୍ୟ କିଏ? ଯୀଶୁ ଖ୍ରୀଷ୍ଟ। ସେତିକି ଆମେ ପ୍ରଭୁଙ୍କ ସହିତ ରହିଲେ, ପ୍ରଭୁଙ୍କ ଲାଗି କଷ୍ଟ ସହିବା, ପ୍ରଭୁ ଆଶୀର୍ବାଦ କରିବେ। ହାଲେଲୁୟା। କିନ୍ତୁ ଆମେମାନେ ଯେପରି ତାହାଙ୍କ ପବିତ୍ରତା ସହଭାଗୀ ହେଉ, ଯଦି ଆମେ ପବିତ୍ରତା ପବିତ୍ର ସହଭାଗୀ ଆମେ ଆଗ ସହିବାର ଅଛି। ଏଥିପାଇଁ ସେ ଆମମାନଙ୍କୁ ମଙ୍ଗଳ ଶାସନ, ଆମର ମଙ୍ଗଳ ନିମନ୍ତେ, ଆମ ଆଶୀର୍ବାଦ ନିମନ୍ତେ, ଆମ ଉପକାର ନିମନ୍ତେ ପ୍ରଭୁ ଆମମାନଙ୍କୁ ଶାସନ କରୁଛନ୍ତି। ପ୍ରକୃତରେ ଯଦି ଆମେ ପ୍ରଭୁଙ୍କ ସହିତ ଅଛୁ, ପ୍ରତ୍ୟେକ ଦିନ ଆମ ତାରଣା ଆସିବ, ପ୍ରତ୍ୟେକ ଦିନ ସମସ୍ୟା ଆସିବ, ସବୁ ଆମେ ସାମ୍ନା କରିକି ଆଗକୁ ବଢ଼ିବାର ଅଛି। ପ୍ରଭୁ ଆମର ଶାସନ କରୁଛନ୍ତି। ଆମର ସବୁଦିନେ ଭୁଲ ରହୁଛି, କେବଳ ଆମେ ଜାଣି ଜାଣି ଭୁଲ ରାସ୍ତାକୁ ଯିବାର ନାହିଁ, ଜାଣି ଜାଣି ଖରାପ କାମ କରିବା ନାହିଁ, ଜାଣି ଜାଣି ଗୋଟେଙ୍କର ବିରୁଦ୍ଧରେ କଥା କହିବାର ନାହିଁ। ପ୍ରଭୁ ପରମେଶ୍ୱର ଯାହାକୁ ଶାସନ କରେ ସେ ମନୁଷ୍ୟ ଧନ୍ୟ। ଆଜି ଯେତେକ ପ୍ରଭୁ ଯୀଶୁକୁ ପାଇଅଛ କି ପରମେଶ୍ୱରକୁ ପାଇଅଛ, କେବଳ ପ୍ରଭୁଙ୍କୁ ଯେଉଁମାନେ ପାଇଅଛ, ଆମର ଅନେକ ତାରଣା, ଅନେକ ସମସ୍ୟା ଆଇବ, କିନ୍ତୁ ଆମେ ଧନ୍ୟ ହେଇକି ରହିବାର ଅଛି। ଆମେମାନେ ଧନ୍ୟ। ଆଜି ଅନେକ ଲୋକ ଧନ୍ୟର ପଦବୀ ସମ୍ମାନ ପାଇପାରୁନାହାନ୍ତି। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଅଛନ୍ତି, ସେମାନେ କୌଣସି